ପୂଜା ବିଷୟରେ ଜାଣିବା ପ୍ରଣାଳୀ। ପୂଜା ହେଉଛି ଏକ ପବିତ୍ର କାର୍ଯ୍ୟ ଯାହା ଅନେକ ସାଂସ୍କୃତିକ ପରମ୍ପରା ଏବଂ ଧାର୍ମିକ ଅବଲମ୍ବନରେ ପ୍ରଚଳିତ। ପୂଜା ଦ୍ୱାରା ଆମେ ଆଧ୍ୟାତ୍ମିକ ଶକ୍ତିର ସମ୍ପ୍ରଦାନ କରି ଦେବତାମାନେ ପ୍ରତି ପ୍ରସନ୍ନତା ପ୍ରଦାନ କରିଥାନ୍ତି। ଏହାର ଲକ୍ଷ୍ୟ ହେଉଛି ଦେବତାଙ୍କୁ ଆଦର, ଭକ୍ତି ଏବଂ ସମ୍ବୋଧନାରେ ଅବଲମ୍ବନ କରି ସମ୍ପୂର୍ଣ୍ଣ ଶାନ୍ତି, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ପ୍ରାପ୍ତି କରିବା। ପୂଜା ସାଧାରଣତଃ ଦିବ୍ୟ ପଦାର୍ଥ ଓ ପ୍ରସାଦ ପ୍ରଦାନ ନିମିତ୍ତରେ କରାଯାଇଥାଏ, ଯାହା ସଂସ୍କୃତି, ଧାର୍ମିକ ପରମ୍ପରା ଓ ନୈତିକ ଅବଲମ୍ବନରେ ଗୁରୁତ୍ୱ ରଖେ। ପୂଜାର ଶୁଭକ୍ରମ ହେଉଛି ପ୍ରଥମେ ଶୁଭ ସମୟରେ ବାଛି ପୂଜାସ୍ଥଳ ଶୁଭ କରି ପରେ ପଦାର୍ଥର ଶୁଭ ଶ୍ରାବଣ କରି ତାହାକୁ ସେବନ କରାଯାଇଥାଏ। ପୂଜା ସମୟରେ ଅମାନବୀୟ ଭାବନା ଓ ଧନ ଆଧାରିତ କାର୍ଯ୍ୟରୁ ଦୂର ରହିବା ଜରୁରୀ। ବ୍ୟକ୍ତିଗତ ପୂଜା ବିଭିନ୍ନ ଦେବତା, ମୂଲ୍ୟ ଏବଂ ସମୟ ଅନୁସାରେ ପରିବର୍ତ୍ତିତ ହୋଇପାରେ, କିନ୍ତୁ ସମସ୍ତ ପୂଜାର ଧ୍ୟେୟ, ଏହାର ଉଦ୍ଦେଶ୍ୟ ସମାଜ, ସମ୍ପୂର୍ଣ୍ଣ ପ୍ରକୃତି ଓ ପରିବାର ମଧ୍ୟରେ ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ସୃଷ୍ଟି କରିବା। ସାଧାରଣତଃ ପୂଜା କେବଳ ଧାର୍ମିକ କାର୍ଯ୍ୟରେ ନୁହେଁ, ବରଂ ଏହା ଏକ ଉତ୍ସବ ଓ ଧାର୍ମିକର ଅନୁଭୂତି ଯାହା ବ୍ୟକ୍ତିକ ଶାନ୍ତି, ସମ୍ବୋଧନା ଏବଂ ମନୋରଥ ସମ୍ପୂର୍ଣ୍ଣ କରେ। ପୂଜାର ଉତ୍ତମ ମାର୍ଗ ବିଷୟରେ କିଛି ସହଜ ପଦ୍ଧତି ଏବଂ ନିୟମ ମନେ ରଖିବାକୁ ଅନୁସରଣ କରିବା ଜରୁରୀ ଅଟେ। 1. ଶୁଭ ସମୟରେ ପୂଜା। ପୂଜା କରିବା ପୂର୍ବରୁ ଶୁଭ ଦିନ ଓ ସମୟ ଚୟନ କରନ୍ତୁ। ଦିନର ପ୍ରାରମ୍ଭ ଆରମ୍ଭ କରିବା ସମୟରେ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟରେ ପୂଜା କରିବାରେ ଅଧିକ ଉତ୍ତମ ଲାଭ ହୁଏ। 2. ପରିଶୁଦ୍ଧ ହେବା। ପୂଜା କରିବା ପୂର୍ବରୁ ଆପଣଙ୍କ ଶରୀର ଏବଂ ମନ ପରିଶୁଦ୍ଧ କରିବା ଆବଶ୍ୟକ। ସର୍ବପ୍ରଥମେ ଦେହ ଧୋଇ ଏବଂ ପବିତ୍ର ପୋଷାକ ପିନ୍ଧିବା ଉଚିତ। ନମ୍ବର 3. ଅଳ୍ପ ପୂଜା ସମ୍ପାଦନା। ପୂଜାରେ ବିଦ୍ୟା, ଧନ, ସମ୍ପତ୍ତି, ସ୍ୱାସ୍ଥ୍ୟ ଏବଂ ଶାନ୍ତି ଲାଗି ପୂଜା କରନ୍ତୁ। ତାଲିକା ଅନୁସାରେ ପ୍ରଥମେ ଲୋକ ପୂଜା କରି ପରେ ପଦାର୍ଥ ପ୍ରସାଦ କରନ୍ତୁ। ନମ୍ବର 4. ମନୋଭାବରେ ପୂଜା କରନ୍ତୁ। ପୂଜାରେ ଆପଣଙ୍କର ମନ ଶାନ୍ତି ଓ ପବିତ୍ରତା ପ୍ରଧାନ ଅଂଶ ଅଟେ। ପୂଜା କରିବା ସମୟରେ ଆପଣଙ୍କର ମନ ସମ୍ପୂର୍ଣ୍ଣତାରେ ଉପସ୍ଥିତ ହେବା ଆବଶ୍ୟକ। ନମ୍ବର 5. ଦିନକୁ ନିଷ୍କଳଙ୍କ ରଖିବା। ଦିନକୁ ନିଷ୍କଳଙ୍କ ରଖିବା। ଆପଣଙ୍କର ଦିନକୁ ସନ୍ତୋଷ ଓ ପ୍ରାର୍ଥନାରେ ଧ୍ୟାନ ଦିଆଯିବା ଆବଶ୍ୟକ। ପୂଜା କରିବା ସମୟରେ ଅନ୍ୟ କିଛି ଚିନ୍ତା ପ୍ରକାଶ କରିବା ଅନୁମତି ନାହିଁ। ଉତ୍ତମ ପ୍ରସାଦ ଏବଂ ପରିବାର ସହ ପୂଜା ଅନୁଷ୍ଠାନ। ପ୍ରସାଦର ସାଥୀ ହୋଇ ପରିବାର ସହିତ ପୂଜା କରିବା ଏକ ଆଧୁନିକ ମାର୍ଗ, ଯାହା ପରିବାର ମଧ୍ୟରେ ସନ୍ତୋଷ ଓ ସମ୍ପାଦନା ଆସେ। ପରିବାର ମଧ୍ୟରେ ସନ୍ତୋଷ ଓ ସମନ୍ୱତା ଆଣେ। ଏହି ସମସ୍ତ ନିୟମରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ସହିତ ପୂଜା କରି ଆପଣ ଅନେକ ଶୁଭଫଳ ପାଇପାରିବେ। ପ୍ରିୟ ବନ୍ଧୁ ଦର୍ଶକଗଣ, ଭିଡ଼ିଓଟିକୁ ଭଲ ଲାଗିଲେ ନିଶ୍ଚୟ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ। ଚ୍ୟାନେଲରେ ଯୋଡ଼ି ହେବା ପାଇଁ ବେଲ୍ ଆଇକନକୁ ବଜାଇ ଦିଅନ୍ତୁ। ନମସ୍କାର।